ଆଜି ଶୁଣିବା ପରଶୁରାମ ସାହୁଙ୍କ କ୍ଷୁଦ୍ର ଗଳ୍ପ ମଦନା। ସମୁଦ୍ର କୂଳର ସେଇ ନୋଳିଆ ବସ୍ତି। ସବୁବେଳେ ସେ ବସ୍ତିରୁ ନାକ ଫଟା ଉତ୍କଟ ଗନ୍ଧ ବାହାରି ମାଟି ପବନ ଆକାଶ ସବୁଆଡ଼େ ବିଞ୍ଚି ହୋଇଯାଏ। ସେ ବାଟ ଦେଇ ବାଟୋଇ ଗଲାବେଳେ ନାକରେ ରୁମାଲ ଦେଇ ଯିବାକୁ ପଡ଼ିଥାଏ। ସେ ଉତ୍କଟ ଗନ୍ଧ ପେଟରୁ ଭାତ କାଢ଼ି ଆଣିବ। କି ଖରା କି ବର୍ଷା, ସବୁବେଳେ ବସ୍ତିଟାରେ କାଦୁଅ ଓ ପାଣି ପଚପଚ, ମଶା ମାଛି ଡାଁସ ଭଣ ଭଣ, ଘରକୁ ଘର ଖୁନ୍ଦି ଖାନ୍ଦି ହୋଇଥାଏ। ବସ୍ତି ଗୋଟାକ ଯାକର ପୁରୁଷ ଓ ସ୍ତ୍ରୀ ଲୋକମାନେ ଚାଲିଗଲା ପରେ ଟିକି ଡାଗରା ପିଲାମାନେ ସମ୍ଭାଳନ୍ତି ସେମାନଙ୍କର ସାନ ଭାଇ ଭଉଣୀ ମାନଙ୍କୁ। ଏଇ ପିଲାମାନଙ୍କ ମଧ୍ୟରୁ କେହି କେହି ଅର୍ଦ୍ଧ ଉଲଗ୍ନ ତ ଆଉ କାହାର କାହାର ଏଣ୍ଡୁଳି ପେଟଟି ମାନେ ବାହାରି ପଡ଼ିଥାଏ। ନାକରୁ ସିଙ୍ଗାଣି ଚୁଟି କେରାଏ ଲେଖାଏଁ ରହିଥାନ୍ତି ଯେ ସେଗୁଡ଼ାକ ସବୁବେଳେ ଫୁରଫୁର ଓ ରଙ୍ଗହୀନ ହୋଇଯାଇଥାଏ। ପୁରୁଷମାନେ ସମୁଦ୍ରକୁ ଯାଆନ୍ତି ମାଛ ମାରିବାକୁ। ସ୍ତ୍ରୀ ଲୋକମାନେ ଯାଆନ୍ତି ଗାଁ ଗାଁ ମାଛ ଶୁଖୁଆ ବିକ୍ରି କରିବାକୁ। ବସ୍ତିରେ ରହିଯାଆନ୍ତି ବୁଢ଼ା ବୁଢ଼ୀ ଆଉ କୁନି କୁନି ପିଲା। କାହାରି କାହାରି ଘରେ ବଢ଼ିଲା ଝିଅ, ସେମାନଙ୍କ ସଂଖ୍ୟା ନଗଣ୍ୟ। ସବୁଦିନ 5 କି 7 ମଦୁଆ ମଦ ଖାଇ ଅଚେତ ହୋଇ ପଡ଼ିଥାନ୍ତି। କେହି କେହି ଗଛ ମୂଳେ ତ କିଏ କେଉଁ ଗଳିରେ, ଆଉ କେହି ତତଲା ରାସ୍ତାରେ। ଏମିତି ଏକ ବସ୍ତିରେ ଜନ୍ମ ନେଇଥିଲା ମଦନା। ବାପା ତାର ସମୁଦ୍ରକୁ ମାଛ ମାରିବାକୁ 3 ଜଣ ସାଥୀଙ୍କ ସହିତ ଯାଇଥିଲା ଯେ ଆଉ ଫେରିଲା ନାହିଁ। ମା ଭଲ ଘରର ଝିଅ ଥିଲା। ମଦନାର ବାପା ତା ମାକୁ କଲିକତାରୁ ଉଠାଇ ଆଣିଥିଲା। ମଦନାକୁ ସେତେବେଳକୁ 4 ବର୍ଷ ହୋଇଥାଏ। ମା ମଦନାର ବାପା ଫେରିବା ବାଟକୁ 2-4 ଦିନ ଅପେକ୍ଷା କଲା। ପରେ ଦିନେ ସେ ବି ମଦନାକୁ ଘରେ ଛାଡ଼ି ଦେଇ କେଉଁଆଡ଼େ ଚାଲିଗଲା। ସକାଳ ଯାଇ ସଞ୍ଜ ହେଲା। ମଦନା କାନ୍ଦିବାରୁ ସାହିରେ ଥିବା ବୁଢ଼ା ବୁଢ଼ୀମାନେ ଜାଣିଲେ ବୋଧହୁଏ ମଦନାର ମା କୁଆଡ଼େ ଚାଲିଯାଇଛି। କେହି ନୋଳିଆ ବସ୍ତିରୁ ଚାଲିଯାଇ ପୁଣି ଫେରିଆସି ରହିବା ନିହାତି ମାମୁଲି କଥା। କାହାରି କଥାରେ କେହି ନଥାନ୍ତି। କାହା ବିଷୟରେ ଭାବିବାକୁ କାହା ପାଖରେ ସମୟ ନଥାଏ। 4 ବର୍ଷର ମଦନା ବଞ୍ଚିଲା ଅନ୍ୟମାନଙ୍କ ଛୁଆଙ୍କର ଦୟାରେ। ମଦନାକୁ 10 ବର୍ଷ ହେଲା ବେଳକୁ ବସ୍ତିରେ ଥିବା କାଠଗୋଲାର ମାଲିକ ଦୟା କଲା। ସେ ନେଇ ପାଖରେ ରଖିଲା। ମଦନାର ବାପା ସହିତ ତାର ଭଲ ସମ୍ପର୍କ ଥିଲା। ମଦନାର ଘର ଖଣ୍ଡିକ ଛପର କରିଦେଲା। ମଦନାକୁ ଖାଇବାକୁ ଦେବା ସହିତ ମଝିରେ ମଝିରେ ପ୍ୟାଣ୍ଟ ସାର୍ଟ ଦେଲା। ସ୍କୁଲକୁ ଯିବାକୁ ବାଧ୍ୟ କରୁଥିଲା, କିନ୍ତୁ ମଦନା ସ୍କୁଲକୁ ଗଲା ନାହିଁ। କାଠଗୋଲାରେ ମାଲିକକୁ ସାହାଯ୍ୟ କଲା। ଓଜନ ଦଣ୍ଡିରେ କାଠ ପକାଇବା, କାଠଗୋଲାକୁ ସଫା କରିବା। ମାଲିକ ଖାଇବାକୁ ବା ବାହାରକୁ ଗଲେ ଗୋଲା ଜଗିବା ପରି କାମ କରିବାକୁ ଲାଗିଲା। ଅତି ବିଶ୍ୱସ୍ତ ଥିଲା ମଦନା। କାହାରିକୁ କଣ୍ଟାରେ ଠକିବ ନାହିଁ କି ମାଲିକର ପଇସାଟିଏ ବି କ୍ଷତି ହେବାକୁ ଦେବନି। ଏଇଥିପାଇଁ ବସ୍ତି ଗୋଟାକର ପ୍ରିୟ ପାତ୍ର ଥିଲା ମଦନା। ମାଲିକ ଯାହା ଟଙ୍କା ଦିଅନ୍ତି ମଦନା କଣ ବା ଖର୍ଚ୍ଚ କରିବ? କେଉଁ ଛୁଆକୁ ବେଲୁନ ଚକୋଲେଟ ତ ଆଉ କାହାକୁ ଟଙ୍କାଏ 2 ଟଙ୍କା ଦେଇଦିଏ। ମଦନା ବସ୍ତିକୁ ଦିନରେ ଆସେ 2-3 ଥର। ମଦନା ବସ୍ତିକୁ ଆସିଲେ ପିଲାମାନେ ତାକୁ ଘେରି ଯାଆନ୍ତି। କାହାରିକୁ ଖେଳନାଟିଏ, କାହାରିକୁ ବେଲୁନଟିଏ ଫୁଙ୍କି ଦିଏ ତ ଆଉ କେଉଁ ପିଲା ହାତରେ ଖାଉଥିବା ବାଦାମକୁ 1-2ଟା ଧରେଇ ଦିଏ। ସେଥିରେ ପିଲାମାନଙ୍କର ଖୁସି କହିଲେ ନ ସରେ। ବସ୍ତି ମୁଣ୍ଡରେ କାଠଗୋଲା। ମଦନା କାଠଗୋଲାରେ ଶୁଏ ନାହିଁ। କାଠଗୋଲାର ମାଲିକ ଘରେ 3 ଓଳି ଖାଏ। ଘରକୁ କେବଳ ଆସେ ଶୋଇବାକୁ। ବେଳେବେଳେ ମଦନା ତାର ବାପା କଥା ମନେ ପକାଏ। କେହି କେହି କହନ୍ତି ଜଳଦସ୍ୟୁମାନେ ନେଇଯାଇଛନ୍ତି, ଆଉ କେହି କେହି କହନ୍ତି ସମୁଦ୍ର ଝଡ଼ରେ 3 ଜଣ କୁଆଡ଼େ ସମୁଦ୍ର ଗର୍ଭରେ ହଜିଗଲେ। ଆଉ କେହି କହନ୍ତି ସରକାର ଖୋଜାଖୋଜି ଚଳାଇଛନ୍ତି, ବାହାର ଦେଶ ସହିତ କଥାବାର୍ତ୍ତା ଚାଲିଛି, କିଛି ଧୀବର ବନ୍ଦୀ ଅଛନ୍ତି, ତ ବାପା ନିଶ୍ଚୟ ଫେରିବ। ମଦନା କାନରେ ସେସବୁ କିଛି ପଶେନି। ପିତାମାତାଙ୍କର ସ୍ମୃତି ତା ମନରେ ଆସେନା। ତାର ଖାଲି ଗୋଟିଏ ଦୁଃଖ, ସମସ୍ତଙ୍କର ବାପା ମା ଅଛନ୍ତି, ମାତ୍ର ତାର ଯାହା ନାହାନ୍ତି। ତାର ନା ତା ବାପା ମାଙ୍କ ପ୍ରତି କିଛି ଅଭିମାନ ଅଛି, ନା ପ୍ରକୃତି, ନା ସମୁଦ୍ର ଉପରେ, ନା ଭଗବାନଙ୍କ ଉପରେ। ତାର କିଛି ଆପତ୍ତି ନାହିଁ କି ଅଭିଯୋଗ ନାହିଁ, ନାହିଁ କିଛି ଅବଶୋଷ ବା ଦୁଃଖ। ମଦନା ସମୁଦ୍ରରେ ଗାଧାଏ, କୂଳଠାରୁ ବହୁ ଦୂରକୁ ପହଁରିଯାଏ। ଅନ୍ୟ ପିଲାମାନଙ୍କ ତୁଳନାରେ ମଦନାର ଏ ଦିଗରେ ବେଶ ଖାତିର ଅଛି। ବେଳେବେଳେ କାଠଗୋଲାର ମାଲିକ ବାରଣ କରନ୍ତି, ସେ ଶୁଣେ, ପୁଣି ସମୁଦ୍ରରେ ପହଁରେ, ଢେଉ ଭାଙ୍ଗେ, ସମୁଦ୍ରର ଢେଉ ସହିତ ଯୁଝେ, କେତେ ପର୍ଯ୍ୟଟକଙ୍କୁ ପହଁରା ଶିଖାଏ। ବେଳେବେଳେ ବୁଡ଼ି ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରେ। କେହି କେହି ବାହାବା ଦିଅନ୍ତି, ପଇସା ମଧ୍ୟ ଦିଅନ୍ତି, କିନ୍ତୁ ମଦନା ମନା କରେ। ଅତି ବାଧ୍ୟ କଲେ ମଦନା ଆଣେ। ବସ୍ତିର ଶେଷ ମୁଣ୍ଡରେ କେଉଁ ଅମଳରୁ ହୋମିଓପାଥି ଡାକ୍ତର ପ୍ରଧାନ ବାବୁ ଦୋକାନଟିଏ କରିଥାନ୍ତି। ବସ୍ତି ଗୋଟାକର ସ୍ୱାସ୍ଥ୍ୟ ଯେମିତି ସେ ଜଗିଥାନ୍ତି। ବସ୍ତିରେ କାହାରି ନା କାହାରି ସବୁବେଳେ ଦେହ ଖରାପ ଲାଗି ରହିଥାଏ। ଜ୍ୱର ଥଣ୍ଡା ଠାରୁ ଆରମ୍ଭ କରି କାଶ ବାତ ପିତ୍ତ ଯାବତୀୟ ରୋଗରେ ପୀଡ଼ିତ। ଏ ବସ୍ତିରେ ଲୋକେ ଗୋଟାକୁ ରୋଗ ଗୋଟାଏ। ଆଉ ରୋଗରୁ ମୁକ୍ତି ପାଇଁ ପ୍ରଧାନ ବାବୁଙ୍କ
ଘର ବି ଗୋଟାଏ। ପ୍ରଧାନ ବାବୁଙ୍କ ଘରକୁ ମଦନା ଯାଏ। କାହାକୁ ଜ୍ୱର ହେଲେ ପ୍ରଧାନ ଘରକୁ ମଦନାକୁ ପଠାଯାଏ ଔଷଧ ପାଇଁ। ସେ ହୋମିଓପାଥି ଔଷଧ ଦିଅନ୍ତି। ମଦନା ଆଣି ରୋଗୀକୁ ଦିଏ। ବେଳେବେଳେ ପ୍ରଧାନ ବାବୁ ବାହାରକୁ ଯାଇଥିଲା ବେଳେ ତାଙ୍କ ସ୍ତ୍ରୀଙ୍କ ପାଇଁ କାଠ ଓ ଦୋକାନ ସଉଦା ମଦନା କିଣିଦିଏ। ପ୍ରଧାନ ବାବୁଙ୍କ ଘର ସହିତ ମଦନାର କ୍ଷୀରନୀର ସମ୍ପର୍କ। ମଦନାକୁ ପ୍ରଧାନ ବାବୁଙ୍କ ସ୍ତ୍ରୀ ଓ ପ୍ରଧାନ ବାବୁ ଖୁବ୍ ଭଲ ପାଆନ୍ତି। ତାଙ୍କର 2 ଝିଅ। ପ୍ରଧାନ ବାବୁଙ୍କ ସାନ ଝିଅ ମଦନାକୁ ଭାଇ ବୋଲି ଡାକେ। ତା ଡାକ ଶୁଣି ମଦନାର ଛାତି କୁଣ୍ଢେ ମୋଟ ହୋଇଯାଏ। ଡାକ୍ତରଙ୍କ ଝିଅ ଭାଇ ଡାକିବା ବଡ଼ କଥା ମଦନା ପାଇଁ, କିନ୍ତୁ ବଡ଼ ଝିଅ ମଦନାକୁ ଦେଖିଲେ ଲୁଚେ। ତାକୁ ସାମ୍ନାସାମ୍ନି ଦେଖିଲେ ମଦନାକୁ ଖୁସି ଲାଗେ। ସ୍ତ୍ରୀ ରହେ, ଅଭାବରେ ଚଳେ, ଦୁଃଖରେ ରହେ, ଅନାଥ ହୋଇ ଜୀବନ ବିତାଏ। ମଦନାକୁ ପ୍ରଧାନ ବାବୁ ବୁଝାନ୍ତି, ଶୁଣ, ନିଜ ପାଇଁ ପଇସା ରଖ। କେତେ ଦିନ ଏମିତି କଷ୍ଟ କରି ରୋଜଗାର କରିଥିବା ଅର୍ଥକୁ ପର ପାଇଁ ସାରିବୁ? ସେ ଟିକେ ମୁର୍କି ହସି ଦେଇ ଚାଲିଯାଏ। ମଦନାର ଖୁବ୍ ପ୍ରଶଂସା କରନ୍ତି ପ୍ରଧାନ ବାବୁ। ଶୁଣନ୍ତି ତାଙ୍କ ସ୍ତ୍ରୀ, 2 ପିଲା। ପ୍ରଧାନ ବାବୁଙ୍କ ସ୍ତ୍ରୀ କହେ, ବାପାଟା ସିନା କୈବର୍ତ୍ତ, ହେଲେ ମାଟା ଭଲ ଘରର ଝିଅ, କେମିତି କ'ଣ ଚାଲି ଆସିଥିଲା। ମଦନାର ବାପା ନିଖୋଜ ପରେ ସେ ବି ନିଷ୍ଠୁର ଭାବେ ପିଲାଟାକୁ ଛାଡ଼ି ଚାଲିଗଲା। ପିଲାଟାକୁ 20 ବର୍ଷ ହେଲାଣି। ଆଜି ବାପା ମା ଥିଲେ ପିଲାଟା ହାତକୁ ଦିହତ ହୋଇସାରନ୍ତାଣି। ଦିନେ ପୂର୍ଣ୍ଣମୀ ତିଥିରେ ଲହଡ଼ି ଭାଙ୍ଗୁଥିଲା ସମୁଦ୍ରରେ। ମଦନା ଭୟଙ୍କର ଲହଡ଼ି ସୃଷ୍ଟି ହେଉଥାଏ ସେଦିନ। ଦେଖିଲେ ଡର ଲାଗିବ। ମଦନା ଦେଖିଲା ଜଣେ ସାହେବ ଲୋକ ବୁଡ଼ି ଯାଉଛନ୍ତି। ବହୁ ଚେଷ୍ଟା କରି ବି ସେ କୂଳକୁ ଆସିପାରୁନାହାନ୍ତି। ତାଙ୍କ ସହିତ ଆସିଥିବା ଅନ୍ୟ 2-3 ଜଣ ଲୋକ ବି ବିକଳରେ କ୍ରନ୍ଦନ କରୁଛନ୍ତି। ସମୁଦ୍ର ଲହଡ଼ି ଲୋକଟିକୁ ଗଭୀରରୁ ଆହୁରି ଗଭୀରକୁ ଟାଣି ନେଉଛି। ଚାରିଆଡ଼କୁ ଫୋନ କରାଗଲାଣି, ମାତ୍ର ମଦନା ଜାଣିଛି କିଛି ଲାଭ ହେବ ନାହିଁ। ଉଦ୍ଧାରକାରୀ ଦଳ କେବେ କାହାରିକୁ ଉଦ୍ଧାର କରିବା ଜାଣିନାହିଁ କି ଶୁଣି ନାହିଁ ମଦନା। ମଦନା ଏଥର କୂଳରେ ଥିବା ଟ୍ୟୁବକୁ ଧରି ଖପ୍ କରି ଡେଇଁ ପଡ଼ିଲା ସମୁଦ୍ରକୁ। 5 ମିନିଟ୍ ଭିତରେ ଲୋକଟି ପାଖରେ ପହଞ୍ଚିଗଲା। ଲୋକଟାର ଚୁଟି ଧରି ସେ ସମସ୍ତ ବଳ ପ୍ରୟୋଗ କରି ଝିଙ୍କି ଝିଙ୍କି କୂଳକୁ ନେଇ ଆସିଲା। ସେତେବେଳକୁ ଲୋକଟି ସଂଜ୍ଞାହୀନ ହୋଇଯାଇଥାଏ। କିଛି ସମୟ ପରେ ଲୋକଟି ଚେତା ଫେରି ପାଇଲା। ଆସିଲେ ଉଦ୍ଧାରକାରୀ ଦଳ, ଆସିଥିଲା ପୋଲିସ, ରୁଣ୍ଡ ହୋଇଯାଇଥିଲେ ହଜାର ହଜାର ଲୋକ। ସେଦିନ ବି ମଦନାକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ। ଲୋକଟିର ସମ୍ପର୍କୀୟ ମାନେ ଅନେକ କିଛି ଦେବାକୁ ଚାହିଁଥିଲେ ମଦନାକୁ, ମାତ୍ର ମଦନା ମନା କଲା। ସେଇ ଲୋକମାନେ ଜିଦ୍ ଧରିଲେ ତାଙ୍କୁ ନୂଆ ଜୀବନ ଦେଇଥିବା ମଦନା ପାଇଁ ଅନେକ ଅର୍ଥର ବ୍ୟବସ୍ଥା କରିବାକୁ। ହେଲେ ମଦନା ବିନମ୍ର ଭାବରେ ମନା କଲା। ସେଇ ଲୋକଟିର ଜିଦ୍ ଓ ମଦନାକୁ ଶହ ଶହ ଲୋକ ବୁଝାଇଲା ପରେ ସେ ରାଜି ହେଲା। ଯଦି ସାହେବ କିଛି ଦେବାକୁ ଚାହାନ୍ତି ତେବେ ବସ୍ତିର ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ସମସ୍ତ ଦେଖଣାହାରୀ ଓ ନିଜେ ସାହେବ ପରିବାର ଖୁସି ହୋଇଯାଇଥିଲେ। ସାହେବ ଦିନେ ନୁହେଁ 3 ଦିନ ଧରି ନୋଳିଆ ବସ୍ତିରେ ପ୍ରାୟ 2000 ଲୋକଙ୍କର ଖାଇବାର ବ୍ୟବସ୍ଥା କରିଥିଲେ। ମଦନାର ଅନେକ ଫଟୋ ସେମାନେ କ୍ୟାମେରାରେ ଉଠାଇ ନେଇଥିଲେ। ଗଲା ଦିନ ଜବରଦସ୍ତ ମଦନା ହାତରେ ଗୁଡ଼ାଏ ଟଙ୍କା ଗୁଞ୍ଜିଦେଲେ। ମଦନା ଅନିଚ୍ଛା ସତ୍ତ୍ୱେ ପଇସା ତକ ରଖିଥିଲା। ତାହା ପୁଣି ବସ୍ତି ଲୋକେ ଓ କାଠଗୋଲା ମାଲିକ କହିବା ପରେ କାଠଗୋଲା ମାଲିକଙ୍କୁ ସେ ପଇସା ତକ ଦେଲା। କାଠଗୋଲା ମାଲିକ ତା ପରଦିନ ମଦନା ନାଁରେ ଗୋଟେ ପାସବୁକ୍ ଖୋଲି ବ୍ୟାଙ୍କରେ ଡିପୋଜିଟ୍ କରିଦେଲେ। 50,000 ଟଙ୍କା ଥିଲା। ପାସବୁକ୍ଟା ମଦନାକୁ ଦେଖି କହିଲେ, ମଦନା, ତୋ ପଇସା ବ୍ୟାଙ୍କରେ ରହିଲା, ତୋର ଯେତେବେଳେ ଉଠେଇବା କଥା ପଇସା ଉଠାଇବୁ। ଏଇ ଘଟଣା ପରଠାରୁ ମଦନା ବସ୍ତିର ଲୋକମାନଙ୍କ ମଧ୍ୟରେ ଜଣେ ବୋଲି ଗଣା ହୋଇଛି। ଯିଏ ମଦନାକୁ ଦେଖେ ଉପରେ ପଡ଼ି କଥା ହୁଏ। ଏଥିମଧ୍ୟରେ ମଦନାର ଦାୟିତ୍ୱ ମଧ୍ୟ ବଢି ଯାଇଥାଏ। ମଦନାର ବୟସ ବଢିବା ସଙ୍ଗେ ସଙ୍ଗେ ଏସବୁ ଦାୟିତ୍ୱ ବଢି ବଢି ଚାଲିଛି। ସେ ଧୀରେ ଧୀରେ ଲକ୍ଷ୍ୟ କରୁଥିଲା ବସ୍ତି ଗୋଟାକ ଯାକ ଯେମିତି ତାକୁ ଅପେକ୍ଷା କରି ରହିଛି। ଲୋକମାନେ ଭଲରେ ମନ୍ଦରେ ଆଉ ସୁବିଧା ଅସୁବିଧାରେ ମଦନାକୁ ହିଁ ପଚାରୁଥିଲେ। କାହାରି କାହାରି ଅଭାବୀ ସଂସାରରେ ସେ ଆର୍ଥିକ ସାହାଯ୍ୟ କରିବାକୁ ତିଳେ ମାତ୍ର ପଛଘୁଞ୍ଚା ଦିଏ ନାହିଁ। ଦେହ ପାରେ ଡକାଯାଏ ମଦନାକୁ। ପୁଣି କାହାରି ବନ୍ଧୁବାନ୍ଧବ ଆସିଲେ କି ବାହାଘର ସାହାଘର ହେଲେ ଆଗ ମଦନାକୁ ଡକା ପଡେ। ମଦନା ବନ୍ଧୁ ଚର୍ଚ୍ଚା କରେ, ବାହାଘର ଭୋଜିଭାତରେ ସାହାଯ୍ୟ କରେ। ସତେ ଯେମିତି ସାରା ବସ୍ତିଟା ଥିଲା ତା ନିଜ ପରିବାର। ମଦନାକୁ ବସ୍ତି ଗୋଟାକ ଯାକ ଭଲ ପାଏ, କିନ୍ତୁ ସିଏ ଭଲ ପାଏ ଡାକ୍ତରଙ୍କ ବଡ ଝିଅକୁ, ତା ସୁନ୍ଦର ଚେହେରାକୁ, ସଣ୍ଠଣା ପ୍ରକୃତିକୁ, ଲାଜୁଆ ମନକୁ। କାହାରି କାହାରି ଦେହ ଖରାପ ହେଲେ ମଦନା ଦୌଡିଯାଏ ଡାକ୍ତର ପ୍ରଧାନ ବାବୁଙ୍କ ଘରକୁ। 2ଟି କାମ ହୁଏ, ରୋଗୀ ସେବା, ପୁଣି ପ୍ରଧାନ ବାବୁଙ୍କ ଝିଅକୁ ବି ଟିକେ ଦେଖା। ଏହା ଭିତରେ ସହର ଯାଇ ହଳେ
ରୂପା ପାଉଁଜି କିଣି ଆଣିଛି ମଦନା। ସୁବିଧା ଦେଖି ପ୍ରଧାନ ବାବୁଙ୍କ ବଡ଼ ଝିଅକୁ ଉପହାର ଦେବ। ଦିନେ ଚାରିଆଡେ ପ୍ରଚାର ହୋଇଗଲା, ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼, ସମସ୍ତେ ସତର୍କ ହୋଇଯାଅ, ଆବଶ୍ୟକ ପଡ଼ିଲେ ନିରାପଦ ସ୍ଥାନକୁ ଚାଲିଯାଅ। ସମୁଦ୍ର ପାଖାପାଖି ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହେବ। ବହୁ ଲୋକ ପିଲାଛୁଆ ଧରି ଚାଲି ଯାଉଥାନ୍ତି। ମଦନା କିନ୍ତୁ ଯାଇନଥିଲା। ୟା ପୂର୍ବରୁ ବି ଥରେ ଏମିତି ପ୍ରଚାର ହୋଇଥିଲା, ମାତ୍ର ସେମିତି କିଛି କ୍ଷତି ହୋଇନଥିଲା। ଚାହୁଁ ଚାହୁଁ କଳାହାଣ୍ଡିଆ ମେଘ ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। କାହୁଁ ଥିଲା କେଜାଣି ପବନ ସୁ ସୁ ବେଗରେ ମାଡ଼ି ଆସିଲା। ସତେଅବା ସମୁଦ୍ର ପାଣିତକ ଉଠାଇ ଆଣିବ। ଲୋକମାନେ ପ୍ରାଣ ବିକଳରେ ପିଲାଛୁଆ ଧରି ଯିଏ ଯୁଆଡେ ଧାଇଁଲେ। ମଦନା ରାତି 8ଟା ବେଳେ କାଠଗୋଲାରୁ ଖୁବ୍ ସାହସର ସହିତ ବସ୍ତିରେ ଥିବା ନିଜ ଘରକୁ ଗଲା। ପବନର ବେଗ ଏତେ ଅଧିକ ଥିଲା ଯେ ଡାକେ ବାଟ ଯିବାକୁ ମଦନାକୁ ବହୁତ ସମୟ ଲାଗିଲା। ଗଲାବେଳେ ସେ ପ୍ରଧାନ ଘର ଆଡକୁ ଥରେ ଚାହିଁଥିଲା। ପ୍ରଧାନ ଘରେ ତାଲା ପଡ଼ିଥିଲା। ଆଜବେଷ୍ଟସ ଘର ଖଣ୍ଡିକ ପବନର ସୁ ସୁ ଗର୍ଜନରେ ଥରୁଥାଏ। ଅନ୍ଧାର ଭିତରେ ନିଜ ଘର ଖୋଜି ପାଇଲା ମଦନା। ସେ ଘର ଭିତରେ ପଶୁ ପଶୁ ତା ଉପରେ କାନ୍ଥ ପରେ କାନ୍ଥ ପଡ଼ି ଯାଇଥିଲା। 2 ଦିନ ପରେ ଉଦ୍ଧାରକାରୀ ଦଳ ଆସିଥିଲେ ସେହି ନୋଳିଆ ବସ୍ତିକୁ। ଡ୍ରୋଜର ମେସିନ ସାହାଯ୍ୟରେ କଢା ହେଉଥିଲା କୁଢ଼ କୁଢ଼ ଶବ। ବସ୍ତିର ଯେଉଁ ଲୋକମାନେ ବର୍ଷା ପବନ ପୂର୍ବରୁ ସୁରକ୍ଷିତ ଜାଗାକୁ ଚାଲି ଯାଇଥିଲେ, ସେମାନେ ବି ଫେରି ଆସିଥିଲେ ପ୍ରଧାନଘର ପରିବାର, ଆହୁରି ଅନେକ ଲୋକ। କାଠଗୋଲା ମାଲିକ ବି ଭୟରେ ନିଜ ଘର ଛାଡ଼ି ଚାଲି ଯାଇଥିଲେ। ସେ ବି ଫେରି ଆସିଥିଲେ। ବହୁ ଲୋକ ଜମା ହୋଇଥିଲେ ବସ୍ତିରେ। ସମସ୍ତଙ୍କର ନଜର ଥିଲା ମଦନା ଘର ଉପରେ। ଡ୍ରୋଜର ମଦନାର ଶୋଇପଡ଼ିଥିବା ଚାଳ ଘର ଉଠାଇଲା ବେଳେ ଦେଖା ଯାଇଥିଲା ଗୋଟେ ଅଦ୍ଭୁତ ଦୃଶ୍ୟ। ମଦନା ହାମୁଡ଼ି ପଡ଼ିଛି। ତା 2 ହାତରେ ଟେକି ଧରିଛି ରୂପାର ପାଉଁଜି ହଳେ। ଏ ଦୃଶ୍ୟ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା ପ୍ରଧାନ ବାବୁଙ୍କ ବଡ଼ ଝିଅ।